प्रभु जीशु ख्रीष्टଙ୍କ ମଧୁର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ଆପଣମାନେ ବର୍ତ୍ତମାନ ଯେଉଁ ବିଷୟକୁ ଥମ୍ବନେଲରେ ଦେଖିଲେ ଆଉ ଈଶ୍ୱର ପ୍ରେମମୟ, ଏ ବିଷୟ ନେଇକି ପ୍ରଥମ ଜହନ ତାର 4 ଅଧ୍ୟାୟ 7-21 ପଦ ଆମମାନେ ଆଲୋଚନା କରିବା। ଈଶ୍ୱର ଆମମାନଙ୍କୁ କିପରି ପ୍ରେମ କରନ୍ତି, ତାହାଙ୍କର ପ୍ରେମ କିପରି ଆମମାନଙ୍କ ପ୍ରତି ରହିଅଛି, ଏ ବିଷୟ ନେଇକି ଆମମାନେ ପବିତ୍ର ଶାସ୍ତ୍ର ବାଇବଲରୁ ଅଧ୍ୟୟନ କରିବା ଏବଂ ଆଲୋଚନା ମଧ୍ୟ କରିବା। ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ଆପଣମାନେ ଯଦି ଆମର ଏହି ସତ୍ୟବାଣୀ ୟୁଟ୍ୟୁବ୍ ଚ୍ୟାନେଲକୁ ଆଉ ନୂଆ କରି ଦେଖୁଛନ୍ତି, ତେବେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ନିକଟକୁ ସେୟାର କରନ୍ତୁ, ଯେପରିକି ସେମାନେ ମଧ୍ୟ ଏହିପରି ପ୍ରତ୍ୟେକ ନୂଆ ନୂଆ ବିଷୟ ଗୁଡ଼ିକ ଶିଖିପାରିବେ। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଏହି ଧରାପୃଷ୍ଠକୁ ଆସିଥିଲେ। ସେ ଆମମାନଙ୍କ ପାପ ନିମନ୍ତେ ଆଉ ସ୍ୱର୍ଗର ସମସ୍ତ ସୁଗୌରବ ଛାଡ଼ି ସେ ମାନବ ରୂପ ଧାରଣ କଲେ ଏବଂ ଏହି ଧରାପୃଷ୍ଠକୁ ସେ ଆଉ ମାନବ ରୂପ ଧାରଣ କରି ଆସିଲେ ଏବଂ ଏ ପାପମୟ ଜଗତରେ ସେ ବଢ଼ିଲେ। ଅନେକ ପ୍ରକାର ଦୁଃଖ କଷ୍ଟ ମଧ୍ୟ ପାଇଲେ। ସେ ଆମମାନଙ୍କ ନିମନ୍ତେ ଆଉ ଅନେକ ପ୍ରକାର ଯାତନା ଯନ୍ତ୍ରଣା ମଧ୍ୟ ସହିଲେ। ସେଥିପାଇଁ ପବିତ୍ର ଶାସ୍ତ୍ର ବାଇବଲରେ ଲେଖା ଅଛି, ପ୍ରିୟ ବନ୍ଧୁଗଣ, ପରସ୍ପରକୁ ପ୍ରେମ କର, କାରଣ ପ୍ରେମ ଉତ୍ପତ୍ତି ଈଶ୍ୱରଙ୍କ ଠାରୁ। ଯାହା ହୃଦୟରେ ପ୍ରେମ ଅଛି ସେ ଈଶ୍ୱରଙ୍କ ସନ୍ତାନ। ପ୍ରେମ ବିନା ମନୁଷ୍ୟ ଏ ଜଗତରେ ବଞ୍ଚିପାରେ ନାହିଁ। ଘୃଣା, ଭେଦଭାବ, ହିଂସାରେ ମନୁଷ୍ୟ ଆଉ ବଞ୍ଚିଥାନ୍ତି, କେବଳ ତାହା ମନୁଷ୍ୟ ପାଇଁ ଆଉ ମୃତ୍ୟୁର କାରଣ ହୋଇଥାଏ। ଯାହାଙ୍କ ଜୀବନରେ ପ୍ରେମ ନାହିଁ, ଯାହାଠାରେ ଈଶ୍ୱର ନାହାନ୍ତି, ଆଉ ସେ ଏକ ଅମୂଲ୍ୟ ହୃଦୟ, ଯାହାଠାରେ କି କିଛି ମୂଲ୍ୟ ନାହିଁ। ପ୍ରିୟର ମୋର ଭାଇ ଭଉଣୀମାନେ, ସେଥିପାଇଁ ଯାହାର ହୃଦୟରେ ପ୍ରେମ ଅଛି ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣିଛନ୍ତି। ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମମୟ। ଈଶ୍ୱର ତାଙ୍କ ଏକମାତ୍ର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ଜଗତକୁ ଆମମାନଙ୍କ ନିମନ୍ତେ ପ୍ରେରଣ କଲେ, କାରଣ ତାଙ୍କ ମାଧ୍ୟମରେ ଆଜି ସେ ତାହାଙ୍କର ମହାନ ପ୍ରେମ ସେ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମମାନଙ୍କ ନିକଟରେ ପ୍ରକାଶ କଲେ। ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ଯିଏକି ପିତା ପରମେଶ୍ୱର ସେ ଏକମାତ୍ର ପୁତ୍ର ପ୍ରଭୁ ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ, ଏଥିପାଇଁ ସେ ସେଇ ପ୍ରଭୁ ଯୀଶୁଙ୍କୁ ଏ ଧରାପୃଷ୍ଠକୁ ପଠାଇଲେ, କାରଣ ସେ ଆମମାନଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁବରଣ କଲେ। ଏହା ହିଁ ପ୍ରକୃତ ଈଶ୍ୱରଙ୍କର ପ୍ରେମ। ଆମେ ଈଶ୍ୱରଙ୍କୁ ପ୍ରେମ କରିନାହୁଁ, ସେ ଆମମାନଙ୍କୁ ପ୍ରେମ କରି ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ। ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ଆଉ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ। ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ କି ଜାଣି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମେ ଯେ ଈଶ୍ୱରଙ୍କଠାରେ ବାସ କରୁ, ଏହା ପ୍ରେମରେ ସମ୍ପୂର୍ଣ୍ଣ ରୂପେ ଜଣାଥାଏ ଆଉ ତାହାଙ୍କ ପ୍ରେମ ସମ୍ପୂର୍ଣ୍ଣତା ଲାଭ କରେ। ସେଥିପାଇଁ ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମମାନେ ଭାଇ ଭଉଣୀ ଓ ସମସ୍ତ ସମାଜରେ ପରସ୍ପର ପ୍ରେମରେ ଆଉ ରହିବା ଆମମାନଙ୍କର ପବିତ୍ର ଶାସ୍ତ୍ର ବାଇବଲ କହେ। ଆମେ ଯେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଓ ଈଶ୍ୱର ଯେ ଆମ ଅନ୍ତରରେ ବାସ କରନ୍ତି, ଏହାର ଆମମାନେ
ନିଶ୍ଚିତ ରୂପେ ଯେଉଁଦିନ ଆମେ ପରସ୍ପର ପ୍ରେମରେ ବଞ୍ଚିବା, ଈଶ୍ୱରଙ୍କ ପବିତ୍ର ପ୍ରେମରେ ଆମମାନେ ଆଉ ବଞ୍ଚିବା, ସେଇଦିନ ନିଶ୍ଚିତ ଆମମାନେ ଜାଣିପାରିବା ଯେ ସେ ଆମମାନଙ୍କ ସହିତ ଅଛନ୍ତି, ପୁଣି ଆମେ ଯେ ଈଶ୍ୱରଙ୍କ ସହିତ ଅଛୁ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ଆମେ ଯେ ଈଶ୍ୱରଙ୍କୁ ପ୍ରେମ କରୁ, ଏହା ସେଇଦିନ ଆମମାନେ ସ୍ପଷ୍ଟ ରୂପେ ଜାଣିପାରିବା। ପ୍ରିୟ ମୋର ଭାଇ ଭଉଣୀମାନେ, ଏହା ହେଉଛି ସେ ପବିତ୍ର ଆତ୍ମାକୁ ଆମ ହୃଦୟକୁ ଦେଇଛନ୍ତି। ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱରକୁ ପ୍ରେରଣ କରିଥିବା ତାଙ୍କ ପୁତ୍ର ଯୀଶୁଙ୍କୁ ସୁଚକ୍ଷୁରେ ଦେଖି ତାଙ୍କ ସମ୍ପର୍କରେ ଆମେ ଅନ୍ୟମାନଙ୍କୁ କହୁଛୁ। ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଯେ ସ୍ୱୀକାର କରେ, ଈଶ୍ୱର ତା ଅନ୍ତରରେ ବାସ କରନ୍ତି ଆଉ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପାଇଥାଏ ଏବଂ ସେ ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନ ବୋଲି ନିଜକୁ ଅନୁଭବ କରିପାରିଥାଏ। ଆମ ପ୍ରତି ଈଶ୍ୱରଙ୍କ ପ୍ରେମ ବାସ୍ତବତା ଆମେ ଜାଣିଛୁ। ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ୱର ତ ପ୍ରେମମୟ, ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଅଛି ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇଛନ୍ତି ଏବଂ ତା ଅନ୍ତରରେ ଈଶ୍ୱର ଦାସ ବାସ କରନ୍ତି। ଆମ ଜୀବନରେ ଏହି ପ୍ରେମ ସିଦ୍ଧ ହେଲେ ଆମେ ନିର୍ଭୀକ ଭାବେ ବିଚାର ଦିନ ସମ୍ମୁଖୀନ ହୋଇପାରିବା। କାରଣ ଏହି ଜଗତରେ ଥାଉ ଥାଉ ଆମେ ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରୁଅଛୁ। ଯଦି ଆମମାନେ ପରସ୍ପର ପ୍ରେମରେ ନ ରହି ଆମମାନେ ଯଦି ପରସ୍ପର ବିରୋଧୀ, ପରସ୍ପର ଘୃଣା, ଭେଦ ଭାବ ହିଂସାରେ ରହୁଥିବା ଈଶ୍ୱରଙ୍କ ପ୍ରେମ ଆମମାନଙ୍କଠାରେ ନାହିଁ। ଏହା ପ୍ରକୃତର ଈଶ୍ୱରଙ୍କୁ ଜାଣିନଥିବା ବ୍ୟକ୍ତି ହିଁ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେଥିପାଇଁ ଖ୍ରୀଷ୍ଟରେ ମୋର ଭାଇ ଭଉଣୀମାନେ, ଯେଉଁ ବ୍ୟକ୍ତି ଈଶ୍ୱରଙ୍କୁ ଜାଣିଛନ୍ତି ସେ ପୁଣ୍ୟ ଜୀବନଯାପନ କରନ୍ତି, ପ୍ରେମ ଜୀବନଯାପନ କରନ୍ତି। ସେଥିପାଇଁ ଆମେ ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରିବା ଆବଶ୍ୟକତା ଅଛି। ପ୍ରିୟ ମୋର ଭାଇ ଭଉଣୀମାନେ, ଯେଉଁଠି ପ୍ରେମ ଥାଏ ସେଠାରେ ଭୟ ମଧ୍ୟ ନଥାଏ। କାରଣ ସିଦ୍ଧ ପ୍ରେମ ସମସ୍ତ ଭୟ ଦୂର କରେ। ଯେ ଭୟ କରେ ତାଠାରେ ପ୍ରେମ ସିଦ୍ଧ ହୋଇନାହିଁ, କାରଣ ଦଣ୍ଡ ପାଇବାର ଭୟ ତାର ଆହୁରି ରହିଛି। ଆମେ ପ୍ରେମ କରିବାରୁ ଈଶ୍ୱର ଆମମାନଙ୍କୁ ପ୍ରେମ କଲେ। ଏହି ଉଦ୍ଦେଶ୍ୟ ନେଇ ଆମମାନେ ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରୁ। ସେଥିପାଇଁ ଈଶ୍ୱରଙ୍କ ପବିତ୍ର ଶାସ୍ତ୍ର ବାଇବଲରେ ଆମମାନେ ଯଦି ପାଠ କରିବା ତେବେ ଆମମାନେ ସମ୍ପୂର୍ଣ୍ଣ ରୂପେ ଜାଣିପାରିବା ଆମେ ପ୍ରେମ କରିବାକୁ ଶିଖିଛୁ। କାରଣ ଈଶ୍ୱର ହିଁ ପ୍ରଥମେ ଆମମାନଙ୍କୁ ପ୍ରେମ କରିଛନ୍ତି। ଯଦି କେହି କହେ ଯେ ସେ ଈଶ୍ୱରଙ୍କୁ ପ୍ରେମ କରେ ଅଥଚ ସେ ତା ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ପ୍ରେମ କରିପାରେ ନାହିଁ, ସେ କି ରୂପେ ଅଦୃଶ୍ୟ ଈଶ୍ୱରଙ୍କୁ ଯାହାକୁ ସେ କେବେ ମଧ୍ୟ ଦେଖିପାରେ ନାହିଁ ତାହାକୁ ସେ କି ରୂପେ ପ୍ରେମ କରିପାରିବ? ଏହା ଅସମ୍ଭବ ଅଟେ। ଆଉ ପାଖରେ ଥିବା ଭାଇ ଓ ଭଉଣୀମାନଙ୍କୁ ଯିଏ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ମଧ୍ୟ ପ୍ରେମ କରିପାରେ ନାହିଁ। ସେଥିପାଇଁ ଈଶ୍ୱରଙ୍କ ପବିତ୍ର ସେହି ମହାନ ଅନୁଗ୍ରହର ପ୍ରେମର ପବିତ୍ର ଆତ୍ମାଙ୍କର ଦାନ, ପବିତ୍ର ଆତ୍ମାଙ୍କର ଶକ୍ତି ଆମ ଉପରେ ଅବତୀର୍ଣ୍ଣ କରିବ। ତେବେ ଆମମାନେ ଯଦି ପ୍ରକୃତ ଖ୍ରୀଷ୍ଟଙ୍କୁ ଜାଣିଅଛୁ, ଖ୍ରୀଷ୍ଟଙ୍କର ସନ୍ତାନ ହୋଇଛୁ, ପ୍ରଭୁ ଯୀଶୁଙ୍କ ନିମନ୍ତେ ଯଦି ବଞ୍ଚୁଛୁ, ତେବେ ଆମମାନେ ଏହି ସମସ୍ତ ବିଷୟ ପାଳନ କରିବା ଉଚିତ। ସେଥିପାଇଁ ଏହି ସମସ୍ତ ବିଷୟ କରିବା ନିମନ୍ତେ ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଆଦେଶ ଦେଇଛନ୍ତି। ଯେ ଈଶ୍ୱରଙ୍କୁ ପ୍ରେମ କରେ ସେ ନିଶ୍ଚୟ ତା ଭାଇକୁ ମଧ୍ୟ ପ୍ରେମ କରିବ ଆଉ ପରସ୍ପର ପ୍ରେମରେ ସେ ଛନ୍ଦି ହୋଇ ରହିବ। ଖ୍ରୀଷ୍ଟର ମୋର ଭାଇ ଭଉଣୀମାନେ, ଏହା ହେଉଛନ୍ତି ଈଶ୍ୱର ପ୍ରେମମୟ। ସେ ଆମମାନଙ୍କୁ ପ୍ରେମ କଲେ, ଆମମାନଙ୍କ ନିମନ୍ତେ ନିଜର ଜୀବନ ଦେଲେ। ସେଥିପାଇଁ ଆମମାନେ ମଧ୍ୟ ଅନ୍ୟମାନଙ୍କୁ ଈଶ୍ୱରଙ୍କ ପ୍ରେମ ଜଣାଇବା, ପହଞ୍ଚାଇବା ଆମମାନଙ୍କର ଆବଶ୍ୟକତା। ଏହି ପଠିତ ବାକ୍ୟରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଆମିନ୍। ଧନ୍ୟବାଦ।